নিয়ন্ত্রিত বজার কমিটি করঞ্জিয়া ময়ূরভঞ্জ খরিফ বর্ষ 2025-26 খরিফ ଋତୁ ଏତତ୍ ଦ୍ୱାରା ପାଞ୍ଚପାଳ ଉପଖଣ୍ଡର ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ କି ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଚଳିତ ଖରିଫ ଋତୁ ବର୍ଷ ପାଇଁ ତା 26/12/2025 ତାରିଖରୁ ଧାନ ସଂଗ୍ରହ କରାଯିବା ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥିର କରାଯାଇଛି। ତେଣୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ ତାଙ୍କର ଉତ୍ପାଦିତ ବଳକା ଧାନ ସବୁକୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମଣ୍ଡିରେ ଧାର୍ଯ୍ୟ ଦିବସ ମାନଙ୍କରେ ବିକ୍ରି କରିବା ପାଇଁ ଆଣିବେ। ଚାଷୀମାନଙ୍କୁ ଅନୁରୋଧ ଧାନ ସବୁକୁ ଭଲ ଭାବରେ ଖରାରେ ଶୁଖାଇ ବାଲି ମାଟି କାଠି କୁଟା ପୋଲା ଇତ୍ୟାଦିକୁ ଭଲ ଭାବରେ ସଫା କରି ବିକ୍ରୟ କେନ୍ଦ୍ରକୁ ଆଣିବା ହେବେ। ଯେପରି ଧାନ ବ୍ୟବସାୟ ଯୋଗ୍ୟ ଖାଦ୍ୟ ଉପଯୋଗୀ ଏବଂ ପୋକରା ଦୁର୍ଗନ୍ଧ ଓ ବିଷମୁକ୍ତ ହୋଇଥିବ। ଧାନର ଗୁଣାତ୍ମକ ମାନ ଧାନରେ ମିଶ୍ରିତ ନିକୃଷ୍ଟ ବାହ୍ୟ ପଦାର୍ଥ FAQ ମାନର ଧାନ ପାଇଁ ସର୍ବୋଚ୍ଚ ସୀମା 1 ଅଜୈବିକ ବାହ୍ୟ ପଦାର୍ଥ ବାଲି ମାଟି ଗୋଳି ପଥର ବା ଧୂଳି ଇତ୍ୟାଦି 2 ଜୈବିକ ବାହ୍ୟ ପଦାର୍ଥ ବାଠି କୁଟା ଧୂସ ଅରାତି ବା ପୋଲା ଇତ୍ୟାଦି 3 ପାଣିଫୁଲା ଓ ପୋକା ଖରାପ ପାଣିଫୁଲା ଓ ପୋଳା ମିଶି 4ରୁ କ ହୋଇନଥିବ 4 ଅପରିପକ୍ୱ କଞ୍ଚା ସବୁଜ ବଙ୍କା ଓ ସଂକୁଚିତ ଇତ୍ୟାଦି 5 ସବୁ ଧାନରେ ମିଶ୍ରିତ ମୋଟା ଧାନ କେବଳ ଗ୍ରେଡ୍ A ଧାନ ନିମନ୍ତେ ଆର୍ଦ୍ରତା ତା ଜଳୀୟ ଅଂଶ ଏହି ବର୍ଗର ଧାନ ପାଇଁ ସରକାରୀ ଧାର୍ଯ୍ୟଦର ନିମ୍ନରେ ଦିଆଗଲା। ଧାନର ମାନ କୁଣ୍ଟାଲ ପ୍ରତି ମୂଲ୍ୟ ଏବଂ ସହିତ କେବଳ ପଞ୍ଜୀକୃତ ହୋଇଥିବା ମୋବାଇଲକୁ ପଞ୍ଜୀକୃତ ହୋଇଥିବା ଜମି ସମ୍ବନ୍ଧରେ ସାଧାରଣ ମାନ ଟୋକନ ସମ୍ବନ୍ଧରେ ଚାଷୀ ସରକାରଙ୍କ ପାଖରେ ପଞ୍ଜୀକୃତ କରିଥିବା ମୋବାଇଲ ନମ୍ବରରେ ଧାନ ବିକ୍ରି ସମ୍ବନ୍ଧୀୟ ତଥ୍ୟ ମେସେଜ ପାଇପାରିବ। ଏହା ବ୍ୟତୀତ ଚାଷୀ ଟୋଲ୍ ଫ୍ରି ନମ୍ବରକୁ କଲ୍ କରି ମଧ୍ୟ ସମସ୍ତ ତଥ୍ୟ ପାଇପାରିବେ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ଧାର୍ଯ୍ୟ ଦିନ ମାନଙ୍କରେ ସମୟ ସକାଳ 8ଟାରୁ ଅପରାହ୍ନଟା ମଧ୍ୟରେ ବଳକା ଧାନ ଆଣିବା ହେବେ। ଏଥିପାଇଁ ଅଗ୍ରିମ ଟୋକନ ପାଉଥିବା ଚାଷୀ କ୍ରୟ କେନ୍ଦ୍ରର ଅଧିକାରୀଙ୍କ ସହିତ ଯୋଗାଯୋଗ କରି ମଣ୍ଡିକୁ ଧାନ ଆଣିପାରିବେ। ସାଙ୍ଗରେ ଆଧାର କାର୍ଡ ବ୍ୟାଙ୍କ ବୁକର ନକଲ ଆଣିବେ। ଚାଷୀ ହସିଲେ ଦୁନିଆ ହସିବ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖରଙ୍କ ରିପୋର୍ଟ।